पुणी थे तुमको स्वागत करुच्ची ए सप्ताह शिशु संसार कार्यक्रम को। नित्यकर्म सारी जलिखिया खाई तमें सब रेडियो पाखे बसीजी कार्यक्रम शुणा को कहीं शिशु संसार कार्यक्रम तुम समस्त बहुत प्रिय हो पिले आउ जमारू डेरी करबानी आरंभ करवा आज कार्यक्रम। प्रथमे शुणा गीतटीए किए गाइबे कौन से गाइबे से कथा से निजे कहिबे। चलो शुणा। मो ना निहारिका मिश्र मु एबे भजनटीए गाई शुणेबी जहाकु लिखिछंती परमानंद अधिकारी। वाह खूब सुंदर भजनटी गाई शुणेदेले निहारिका मिश्र। पिले गप शुणा को तमको खूब भल लगे नहीं? गपरू आमे बहुत भल भल कथा सब शिखि थाउ। आस आज आमे आउ गोटे शिक्षणीय गप शुणा आउ सेथिरु किछि शिखिबा। गपर शीर्षक हैला दुष्ट मोबाइल रो सांग हेबिनी। स्वरचित गपटी को तमको कहिछंती बाईधर नायक। आस शुणा। आरती बापा माँकर गोटे बोली गेली झील। सबु बापा माँकर इच्छा थाए जे तांको पिला भल पाठ पढ़ू, भल कथा शिखु, भल मनुष्यटीए हेउ। सेहीपरि इच्छा आरती बापा माँकर मध्य थाए। किंतु आरती पिलाटी बेलू मोबाइल सहित एमिति जोड़ी होई जाइछि जे मोबाइल को दंडे छाड़ी रही पारुनी। मोबाइल देखिले खाइबा पीवा भूली जाए। मोबाइल ताको सबु किछि। एथिप्रति बापा माँकर विशेष विरोध मध्य न थाए। धीरे धीरे आरतीर पाठपढ़ा बयस भी होईगला।
ବାବା ତାର ନାଁ ଗୋଟିଏ ସ୍କୁଲରେ ଲେଖେଇ ଦେଲେ। ବାପା ମା ଭାବୁଥିଲେ ପିଲାଟା ସ୍କୁଲକୁ ଗଲେ ପାଠ ପଢ଼ିଲେ ମୋବାଇଲ ଆଉ ଦେଖିବ ନାହିଁ। ଏବେ ଆରତୀ ସ୍କୁଲକୁ ଯାଉଛି, ଟ୍ୟୁସନକୁ ଯାଉଛି, କିନ୍ତୁ ସ୍କୁଲରୁ ଫେରିବା କ୍ଷଣି ବହି ବସ୍ତାନି ପଢ଼ା ଘରେ ରଖିଦେଇ ମାଆଙ୍କଠୁ ମୋବାଇଲ ଆଣି କାର୍ଟୁନ ଦେଖିବା ଆରମ୍ଭ କରିଦେଉଛି। ଆରତୀର ମୋବାଇଲ ଦେଖା ଅଭ୍ୟାସର କିଛି ବି ପରିବର୍ତ୍ତନ ହେଲା ନାହିଁ। ଆରତୀର ବାପା ମା ମୋବାଇଲ ନ ଦେଖିବାକୁ ଅନେକ ବାର ମଧ୍ୟ ତାକୁ ମନା କଲେ। ଯେଉଁଦିନ ମାମା ତାକୁ ମୋବାଇଲ ଦେଖିବାକୁ ନ ଦିଅନ୍ତି ସେଦିନ ଆରତୀ ରୁଷି ବସେ, ଗୋଡ଼ କଚାଡ଼ି କାନ୍ଦେ, ଖାଏ ନାହିଁ। ବାପା ବି ଅନେକ ବାର ମୋବାଇଲ ନ ଦେଖିବା ପାଇଁ ତାକୁ କହିଛନ୍ତି। ଏବେ ଆରତୀ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିଲାଣି। ଆରତୀ ଶ୍ରେଣୀରେ ସବୁ ପିଲାଙ୍କଠାରୁ କମ୍ ନମ୍ବର ରଖୁଛି। ସେଦିନ ପ୍ରଧାନ ଶିକ୍ଷକ ଆରତୀ ବାପାଙ୍କୁ ଡକାଇ ପଠାଇଲେ ଏବଂ କହିଲେ, ଆରତୀ ଭଲ ପାଠ ପଢ଼ୁନାହିଁ, ସବୁବେଳେ ଅନ୍ୟମନସ୍କ ରହୁଛି, ପିଲାଟା ପ୍ରତି ଟିକେ ନଜର ଦିଅ। ଆରତୀର ବାବା ଜାଣିପାରିଲେ ଯେ ମୋବାଇଲ ତା ମନକୁ ପାଗଳ କରିଦେଇଛି। ଏକଥା କାହାକୁ କିଛି ନ କହି ଘରକୁ ଫେରିଲେ। ଦେଖିଲେ ଆରତୀ ବସି ମୋବାଇଲ ଦେଖୁଛି। ବାପା ତା ହାତରୁ ମୋବାଇଲ ଛଡ଼େଇ ନେଇ କହିଲେ, ପାଠ ନ ପଢ଼ି କାହିଁକି ମୋବାଇଲରେ ମୁହଁ ପୁରାଇଛୁ? ଏତିକି କହି ବାପା ତା ପିଠୁକୁ ଦୁଇ ବିଧା ବସାଇ ଦେଲେ। ଆରତୀ ପ୍ରଥମ ଥର ବାପାଙ୍କଠାରୁ ମାଡ଼ ଖାଉଥିବାରୁ ତା ମନ ଭାରି ଦୁଃଖ ହେଲା। ସେ ଧକେଇ ଧକେଇ କାନ୍ଦିଲା। ତା ସାମ୍ନାରେ ବାପା ମା ଦୁହେଁ ମଧ୍ୟ କଳି ଲାଗିଲେ। ବାପା ମାମାକୁ ରାଗିଯାଇ କହିଲେ, ପିଲାଟା ହାତକୁ ମୋବାଇଲ ବଢ଼େଇ ଦେଇ ମୋବାଇଲକୁ ତା ସାଙ୍ଗ କରିଦେଇଛ। ମୋବାଇଲ ପାଇଁ ତାର ମନ ସ୍ଥିର ରହୁନି, ପାଠରେ ମନ ଲାଗୁନି, ସବୁବେଳେ ଅନ୍ୟମନସ୍କ ରହୁଛି। ମନକୁ ପାଠ ସହିତ ଯୋଗ ନ କଲେ ପାଠ କେମିତି ବା ହେବ? ପିଲାଟା ତ ମୋବାଇଲକୁ ମନୋଯୋଗ କରି ଦେଖିଲା, ତେଣୁ ପାଠଠାରୁ ମନ ବିଯୋଗ ହୋଇ ରହିଲା। ସେ ଫଳ ଭୋଗିବ କିଏ? ବାପା ମାଙ୍କର କଳି ଆରତୀ ସବୁ ଶୁଣୁଥାଏ। ବାପା ସେଦିନ ନ ଖାଇ ନ ପିଇ ବାହାରକୁ ଚାଲିଗଲେ। ମା ବି ଆଖିରୁ ଲୁହ ଗଡ଼ାଇ କାନ୍ଦୁଥାନ୍ତି। ଆରତୀ ଠିକ୍ ଭାବରେ ବୁଝିପାରିଲା ଯେ ତା ମୋବାଇଲ ଦେଖିବାକୁ ନେଇ ବାପା ମାଙ୍କ ମଧ୍ୟରେ କଳି ହୋଇଗଲା। ମାମା ଆରତୀ ପାଖକୁ ଆସି ତା ଲୁହ ପୋଛି ଦେଇ କହିଲେ, ଆରେ ମା, ତୁ ଆଉ ମୋବାଇଲର ସାଙ୍ଗ ହଅନା। ପାଠ ପଢ଼ା ବୟସରେ ପାଠ ସାଙ୍ଗ ହୋଇଯା। ମୋବାଇଲ ଦେଖିବା ଯୋଗୁଁ ପାଠ ତ ମନରେ ରହୁନି। ଦେଖୁଛୁ ତ ତୋ ସାଙ୍ଗମାନେ ତୋଠାରୁ ବେଶୀ ଭଲ ନମ୍ବର ରଖୁଛନ୍ତି। ମୋବାଇଲ ଦେଖିଲେ ପାଠ ଜମାରୁ ହେବ ନାହିଁ, ଦୃଷ୍ଟିଶକ୍ତି କମିଯିବ, ଆଖିରୁ ପାଣି ଗଡ଼ିବ, ମଥାରେ ସ୍ନାୟୁଗତ ରୋଗ ଦେଖାଦେବ, ଭଲ ନିଦ ହେବ ନାହିଁ। ଏମିତି ଅନେକ କଥା ମାମା ତାକୁ ବୁଝାଇ କହିଲେ। ଆରତୀ ସେଦିନ ରାତିରେ ମନ ଦୁଃଖରେ ଶୋଇପଡ଼ିଲା। ସେ ସପନରେ ଦେଖିଲା ମୋବାଇଲ ତା ପାଖକୁ ଆସି କହୁଛି, ଆରତୀ ଲୋ, ମୋ ପାଇଁ ଆଜି ବାପାଙ୍କ ଠାରୁ ମାଡ଼ ଖାଇଲୁ କେତେ, ତୋ କାନ୍ଦ ଦେଖି ସହିପାରୁନି, କାନ୍ଦ ଲାଗୁଛି ମୋତେ। ମୋବାଇଲ କଥା ଶୁଣି ଆରତୀ ରାଗିଯାଇ କହିଲା, ଯାରେ ଯା, ମୋ ସାଙ୍ଗ ହୁଏନି କଥା, ତୋ ପାଇଁ ଆଜି ମାଡ଼ ବି ଖାଇଛି, ପିଠିରେ ରହିଛି ବ୍ୟଥା। ମୁଁ ସିନା ତୋତେ ଭଲ ପାଉଛି ରେ, ତୁ କରୁ ଅନିଷ୍ଟ ମୋର। ମାମା ଆଜି ସବୁ ବୁଝେଇ କହିଲେ, ସବୁ ମନ୍ଦ ଗୁଣ ତୋର। ଆରତୀ କଥା ଶୁଣି ମୋବାଇଲ ମନେ ମନେ ଭାବୁଥାଏ, ସତରେ ସେ ଆରତୀ ପରି କେତେ ଛୋଟ ପିଲାଙ୍କ ଜୀବନକୁ ନଷ୍ଟ କରି ଦେଉଛି। ଆରତୀ ଏଥର ଠିକ୍ କଥା ବୁଝିପାରିଲା। ଏହି ସମୟରେ ମୋବାଇଲ ଦେଖିଲା ପାଠ ମା ଆରତୀ ପାଖକୁ ଆସୁଛନ୍ତି। ମୋବାଇଲ ଲୁଚି ଯାଇ ସେମାନଙ୍କ କଥା ଶୁଣିବା ପାଇଁ କାନ ଡେରି ବସିଲା। ପାଠ ମା କହିଲେ, କୁନି ଝିଅ ମୋର ଆରତୀ, ପାଠ ମା ମୁଇଁ ତୋ ପାଖେ ଆସିଛି କହିବାକୁ କଥା କିଛି। ତୋ ଭିତରେ ଜ୍ଞାନ ଅଛି, ବିଦ୍ୟା ବୁଦ୍ଧି କିଛି ରହୁନି ତୋ ପାଶେ ମୋବାଇଲ ଦେଖି ଦେଖି। ଆରତୀ କହିଲା, ତୁମେ ଠିକ୍ କଥା କହିଛ ମା, ଏଥିପାଇଁ ପରା ବାପା ଆଜି ମୋତେ ମାରିଲେ। ପାଠ ମା ପୁଣି ହସି ହସି କହିଲେ, ଶୁଣୁ ଆରତୀ, ମୋବାଇଲ ସାଙ୍ଗ ନ ଛାଡ଼ିବୁ ଯଦି ତୋଠାରୁ ମୁହିଁ ପଳାଇ ଯିବି। ଅପାଠୋଇ ହୋଇ ରହିବୁ ଲୋ ଝିଅ, ପାଠ ଘରେ ତୋର ପଡ଼ିବ ଚାବି। ମୋବାଇଲ ଭାରି ଦୁଷ୍ଟ, ତୋ ଟିକି ଦେହରେ ରୋଗ ଭରିଦେବ, ପାଇବୁ ଲୋ ଭାରି କଷ୍ଟ। ସ୍ମରଣ ଶକ୍ତି ରହିବନି ତୋର, କେମିତି ପଢ଼ିବୁ ପାଠ। ଭଲ କରି ଝିଅ ମନେ ରଖିଥିବୁ, ମୋବାଇଲ ଭାରି ଦୁଷ୍ଟ। ପାଠ ମା ପଳାଇ ଯିବା କଥା ଶୁଣି ଆରତୀ ମନ ଦୁଃଖ ହୋଇଗଲା। ପାଠ ମା ତା ପାଖରୁ ପଳାଇଗଲେ ସେ ତ ମୂର୍ଖ ହୋଇଯିବ। ସେ ବିନୀତ ହୋଇ କହିଲା, ସତ ମୁଁ କହୁଛି ପାଠ ମା ମୋର, ମୋବାଇଲ ସାଙ୍ଗ ଛାଡ଼ି ମୁଁ ଦେବି,
ପାଠ ମା ତୁମେ ଛାଡ଼ି ଚାଲିଗଲେ ମୂର୍ଖ ପିଲାଟେ ହୋଇ ମୁଁ ଯିବି। ପାଠ ମା ହସି ହସି କହିଲେ, କୁନି ଝିଅ ମୋର ପାରୁନାହିଁ ତୁଇ ଜାଣି, ଦୁଷ୍ଟ ମୋବାଇଲ ତୋ ଦେହ ମନକୁ ରୋଗିଣା କରିଦେଲାଣି। ଦେଖୁନୁ କେମିତି ଦେହ ତୋର ଶୁଖିଗଲାଣି, କଅଁଳ ଆଖିରୁ ନିଦ ତୋର ଚାଲିଗଲାଣି। ଶପଥ ନେଲୋ ଆରତୀ, ମୋବାଇଲ ଦୁଷ୍ଟକୁ ଆଉ କେବେ ହେଲେ ଡାକିବୁ ନାହିଁ ତୁ ପାଖକୁ। ଆରତୀ କହିଲା, ପାଠ ମାଲୋ, ଶପଥ କରୁଛି ମୁହିଁ, ମନ ଲଗାଇ ପଢ଼ିବି ପାଠ, ମୋବାଇଲ ଆଉ ଦେଖିବି ନାହିଁ। ପାଠ ମା ହସି ହସି ଚାଲିଗଲେ। ଦୁଷ୍ଟ ମୋବାଇଲ ଲୁଚି ଲୁଚି ସେମାନଙ୍କ କଥା ସବୁ ଶୁଣୁଥିଲା। ଆରତୀ ପାଖକୁ ଆସି କହିଲା, ଆରତୀ ଲୋ, ସତରେ କ'ଣ ସାଙ୍ଗ ମୋର ହେବୁ ନାହିଁ? ଶପଥ କରିଦେଲୁ, ତୋ ମୋ ଭିତରେ କେତେ ସାଙ୍ଗ ଥିଲା ଏକଥା କି ଭୁଲିଗଲୁ? ଆରତୀ କହିଲା, ଭଲ ସାଙ୍ଗ ବୋଲି ଭାବୁଥିଲି ତୋତେ, ଏମିତିକା ଦୁଷ୍ଟ ତୁହି, ଭୁଲାଇ ଦେବୁ ମୋ ପାଠ, ତୋ ସଙ୍ଗେ ପଡ଼ିଲା କଟି, ମୋ ସାଙ୍ଗମାନଙ୍କୁ କହିଦେବି ତୋର ମନ୍ଦ ଗୁଣ କିଛି ଅଛି। ମୋବାଇଲ ମନ ଦୁଃଖ କରି ଚାଲିଯାଇଥିଲା। ଆରତୀ ନିଦ ଭାଙ୍ଗି ଯାଇଥିଲା। ମାଆଙ୍କୁ ସପନରେ ଦେଖିଥିବା କଥା ସବୁ କହିଲା। ମା କହିଲେ, ଶୁଣ ଝିଅ, ମୋବାଇଲରେ ସବୁ ମନ୍ଦ କଥା ନାହିଁ, ଅନେକ ଭଲ କଥା ଅଛି। ଆଜିକାଲି ପରା ମୋବାଇଲରେ ଅନଲାଇନରେ ପାଠ ପଢ଼ା ଯାଉଛି। ତେଣୁ ମୋବାଇଲକୁ ଆମେ ଭଲ କାମରେ ଲଗାଇବା, ତାର ମନ୍ଦ ଗୁଣକୁ ଆମେ ଗ୍ରହଣ କରିବା ନାହିଁ। ଜାଣିଲ ତ ପିଲେ, ମୋବାଇଲର ଯଦି କିଛି ଉପକାରିତା ଅଛି, ତେବେ ତାର ଅପକାର ମଧ୍ୟ ପ୍ରଚୁର। ଆଜିକାଲି ପିଲାମାନେ ମୋବାଇଲରେ କାର୍ଟୁନ ଦେଖିବା ସହ ବିଭିନ୍ନ ପ୍ରକାରର ଅନଲାଇନ୍ ଗେମ୍ ମଧ୍ୟ ଖେଳୁଛନ୍ତି, ଯାହାକି ବେଳେବେଳେ ମାରାତ୍ମକ ହୋଇପଡ଼ୁଛି। ଏହି ମୋବାଇଲର ଖେଳ ଯୋଗୁଁ ଶାରୀରିକ ଏବଂ ମାନସିକ ଅସୁସ୍ଥତା ମଧ୍ୟ ଦେଖାଦେଉଛି। ତେଣୁ ପିଲେ ମୋବାଇଲର ବ୍ୟବହାର ଖୁବ୍ ସତର୍କ ହୋଇ କରିବ। ଶୁଣିଲ ଗପ, ଦୁଷ୍ଟ ମୋବାଇଲର ସାଙ୍ଗ ହେବିନି। ସ୍ୱରଚିତ ଗପଟିକୁ ତମକୁ କହୁଥିଲେ ବାଇଧର ନାୟକ। ଏଥର ନିହାରିକା ମିଶ୍ର ଆମକୁ ଆଉ ଗୋଟିଏ ଗୀତ ଗାଇ ଶୁଣେଇବେ। ଚାଲ ଶୁଣିବା। ଏବେ ମୁଁ ଏକ ଦେଶ ବନ୍ଦନାଟିଏ ଶୁଣେଇବି, ଯାହାକୁ ଲେଖିଛନ୍ତି ମୀନାକ୍ଷୀ ଦେବୀ।
ସୁନ୍ଦର ଦେଶବନ୍ଦନାଟି ଗାଇ ଶୁଣେଇଦେଲେ ନିହାରିକା ମିଶ୍ର। ଏଥର ଆସୁ ଶୁଣିବା କବିତା କାହାକୁ ଅଡ଼ୁଆ କିଏ। କବିତାଟିକୁ ଆବୃତ୍ତି କରିଛନ୍ତି ବାଇଧର ନାୟକ। ମନକୁ ଅଡ଼ୁଆ ଈର୍ଷା ଅହଙ୍କାର, ମନ ନିର୍ମଳ ରହେନା। ଦେହକୁ ଅଡ଼ୁଆ ଅସନା ପଣିଆ, ରୋଗ ତ ଛାଡ଼ି ଯାଏନା। ମୋବାଇଲ ଦେଖା ପିଲାଙ୍କୁ ଅଡ଼ୁଆ, ଆଖି ହୋଇଯିବ ନଷ୍ଟ। ରକ୍ତ ଶୁଖିଯିବ, ନିଦ ଚାଲିଯିବ, ଜମାରୁ ହେବନି ପାଠ। ଚାଷୀକୁ ଅଡ଼ୁଆ ବନ୍ୟା ମରୁଡ଼ି, ଧାନ କ୍ଷେତ ଯାଏ ଉଜୁଡ଼ି। ବନ୍ଧୁତା ଭିତରେ ସ୍ୱାର୍ଥଟା ଅଡ଼ୁଆ, ବନ୍ଧୁତାଟା ଯାଏ ବିଗିଡ଼ି। ଅଳସୁଆପଣ ସବୁଠୁ ଅଡ଼ୁଆ, ଭାତ ମିଳେ ନାହିଁ ପେଟକୁ। ମନ୍ଦ ବ୍ୟବହାର ଆହୁରି ଅଡ଼ୁଆ, କେହି ଆସିବେନି ପାଖକୁ। ଛାତ୍ରକୁ ଅଡ଼ୁଆ ଆଜିର ପାଠକୁ, ବାକି ରଖେ ଯିଏ କାଲିକୁ। ଗୁରୁଙ୍କୁ ଅଡ଼ୁଆ ଅମାନିଆ ଛାତ୍ର, ଭୁଲିଯାଏ ଯିଏ ପାଠକୁ। ପଡ଼ୋଶୀ ଭାଇକୁ ଅଡ଼ୁଆ ଲାଗଇ, ପାଖେ ଥିଲେ ଦୁଷ୍ଟ ପଡ଼ୋଶୀ। ଶବ୍ଦ ପ୍ରଦୂଷଣ ସବୁଠୁ ଅଡ଼ୁଆ, ଛାତି ତ ଉଠଇ ଚମକି। ଦେଶକୁ ଅଡ଼ୁଆ ଆତଙ୍କ ପିଶାଚ, ଅଶାନ୍ତିର ନିଆଁ ଜାଳଇ। ସାଙ୍ଗକୁ ଅଡ଼ୁଆ ଅହଙ୍କାରୀ ସାଙ୍ଗ, ବଡ଼ ବଡ଼ କଥା କହଇ। ଏମିତି ଅନେକ ଅଡ଼ୁଆ ଯେ ଆମ ପାଖ ଛାଡ଼ି କେବେ ଯାଏ ନାହିଁ। ସବୁ ଅଡ଼ୁଆକୁ ଠେଲି ପେଲି ଦେଇ ଆଗେଇବା ହାରିଯିବା ନାହିଁ। ପିଲାମାନେ, ତମ ସହ ଗପୁ ଗପୁ ଦେଖିଲଣି ଜଣେ କୁନି ଭଉଣୀ ଆସି କେତେବେଳୁ ଏଇଠି ମୋ ପାଖରେ ବସିଗଲେଣି। ଗୋଟେ ଭାଓଲେଟ୍ କଲର୍ର ସାର୍ଟ ପିନ୍ଧିଛନ୍ତି, ଗୋଟେ ବଢ଼ିଆ ଡେନିମ୍ର ପ୍ୟାଣ୍ଟ ପିନ୍ଧିଛନ୍ତି। କୁନି ଭଉଣୀ, ତମ ନାଁ କ'ଣ କହିଦେଲ? ଦେବସ୍ମିତା ଦେବସ୍ମିତା ଗୁରୁ। ଦେବସ୍ମିତା ଗୁରୁ। ତମେ କେଉଁଠୁ ଆସିଛ? ଯାଜପୁର ମଲିଆ। କେମିତି ଆସିଲ? ଗାଡ଼ିରେ କାହା ସାଙ୍ଗେ ଆସିଛ? ଜେଜେଙ୍କ ସାଙ୍ଗେ। କ'ଣ ଖାଇକି ଆସିଛ? ରୁଟି ମଟର ତରକାରୀ। କ'ଣ ଖାଇବାକୁ ଭଲ ଲାଗେ ତମକୁ? ମତେ ଉପମା। କେଉଁ କ୍ଲାସ୍ରେ ପଢ଼ୁଛ ତମେ? 3 କ୍ଲାସ୍ରେ। କେଉଁ ସ୍କୁଲରେ? ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର। ବାପା, ତମ ସ୍କୁଲ ନାଁଟା ଏତେ ବଡ଼। ତମେ ପୁରା ଆରମ୍ଭରୁ ସେଇଠି ପଢ଼ୁଛ? ହଁ। କ'ଣ ସବୁ ପଢ଼ା ହେଉଛି ତମର ସ୍କୁଲରେ? ମୋର ଇଂଲିଶ, ଓଡ଼ିଆ, ହିନ୍ଦୀ, ମ୍ୟାଥ୍, ଗୀତ, ନାଚ ଆଉ ଶ୍ଲୋକ, ଡ୍ରଇଂ। ହଁ, ଏତେ ସବୁ ଜିନିଷ ଶିଖା ହେଉଛି। ତମେ ସବୁ ଶିଖୁଛ? ହଁ। ତମ ସାଙ୍ଗରେ କେତେ ପିଲା ପାଠ ପଢ଼ୁଛନ୍ତି ତମ କ୍ଲାସ୍ରେ? ଆମ କ୍ଲାସରେ 30। ପୁଅ ଝିଅ ମିଶିକିରି? ହଁ। ପାଠ କେମିତି ପଢ଼ ତମେ? ଭଲ ନା ନାଇଁ ସେମିତି ଭଲ ଚଳିବ? ଭଲ। ଭଲ ପଢ଼ ତମେ ପାଠ? ଆରେ ବା, ବଢ଼ିଆ। ପରୀକ୍ଷାରେ କେତେ ନମ୍ବର ରହେ? ଆମର ନମ୍ବର ନାହିଁ। ଆଉ ଗ୍ରେଡ୍? ହଁ। କେଉଁ ଗ୍ରେଡ୍ ରହେ? ଏ ଗ୍ରେଡ୍। ତାମାନେ ଭଲ ପଢ଼ୁଛ ଆଉ କ'ଣ ନା? ତମର ଯେଉଁ ସ୍କୁଲରେ ତମେ କହିଲ ଶ୍ଲୋକ ଶିଖା ହେଉଛି, ତମେ କେତେଟା ଶ୍ଲୋକ ମନେ ରଖିଛ? ବହୁତ। ବହୁତ। ଆମକୁ ଆଜି ଗୋଟେ ତମ ପସନ୍ଦର ଗୋଟେ ଶ୍ଲୋକ ଗାଇକି ଶୁଣେଇ ଦିଅ। शान्ताकारं भुजगशयनं पद्मनाभं सुरेशं विश्वधारं गगनसदृशं मेघवर्णं शुभाङ्गं लक्ष्मीकान्तं कमलनयनं योगिभिर्ध्यानगम्यं वन्दे विष्णु भवभयहर सर्वलोकैकनाथं। ବହୁତ ବଢ଼ିଆ, ବହୁତ ବଢ଼ିଆ। ଏଇ ଶ୍ଲୋକଟା ତମେ କେତେବେଳେ ଗାଅ? ମୁଁ ସନ୍ଧ୍ୟାବେଳେ। ସନ୍ଧ୍ୟାବେଳେ ତମ ଘରେ ପୂଜା ହୁଏ ନା? ପ୍ରାର୍ଥନା ସମୟରେ ତମେ ଶ୍ଲୋକ ଗାଅ। ଆଉ ଠାକୁରଙ୍କୁ କ'ଣ ମାଗ ପ୍ରାର୍ଥନାରେ? ବୁଦ୍ଧି ଦିଅ, ମତେ ପାଠ ଦିଅ, ଆଉ ଭଲ ପିଲା କର। ଭଲ ପିଲା କର। ତମେ କ'ଣ ଚଗଲା ହୁଅ କି? ଟିକେ ଟିକେ। ଟିକେ ଟିକେ? କ'ଣ ସେ ଚଗଲାମି କହୁନ? ଖାଏ ନା। ଖାଅନି? ଖାଇବାକୁ ଭଲ ପାଅନି? ହଁ, ତମ ସ୍ୱାସ୍ଥ୍ୟରୁ ଦେଖି ଜଣାପଡ଼ୁଛି ଆଉ। ଧଡ଼ିଆ ପତଳା ଝିଅଟି ଆମର ଆଉ ନା? ଆଚ୍ଛା ଦେବସ୍ମିତା, ତମକୁ ଘରେ କ'ଣ ଡାକନ୍ତି? ରାଣୀମା। ରାଣୀମା ମାନେ କୁଇନ୍? ତମେ ଘରର କୁଇନ୍? ହେଁ, କିଏ ଡାକେ ତମକୁ ରାଣୀମା? ଜେଜେ ଆଉ ମା। ଜେଜେ ଡାକନ୍ତି ଆଉ ମା ଡାକନ୍ତି। ଆଉ ତମ ଘରେ ସବୁ କିଏ କିଏ ରହୁଛନ୍ତି? ମାମା। ମାମା ଆଉ କେହି ନାହିଁ। ମାମା ଆଉ ଜେଜେ? ମାମା, ଜେଜେ, ମା। ଓହୋ, ମା ମାନେ ଜେଜେମା। ଆଚ୍ଛା। ଆଉ ଆମ ଛୋଟ ଭଉଣୀ। ଛୋଟ ଭଉଣୀ ଗୋଟେ ଅଛି ତମର? ହଁ, କ'ଣ ତା ନାଁ? ତା ନାଁ ଲୁସି। ଲୁସି। ଭଲ ନା କ'ଣ? ଶୁଭସ୍ମିତା। ଆଚ୍ଛା, ତମ ନାଁ ଦେବସ୍ମିତା, ତାଙ୍କ ନାଁ ଶୁଭସ୍ମିତା ନା? ତମକୁ ରାଣୀମା ଡାକୁଛନ୍ତି। ଆଉ ତାକୁ? ତାକୁ ବି ରାଣୀମା। ତାକୁ ବି ରାଣୀମା। ତାମାନେ ଜେଜେ ତମକୁ ଗେଲରେ ରାଣୀମା ଡାକୁଛନ୍ତି ନା? ଏମିତିରେ କ'ଣ ତମର ଘରେ କ'ଣ ଡାକନ୍ତି? ଖୁସି। ଖୁସି। ହଁ, ସେଇ କଥା କୁହ। ଜେଜେ ତମକୁ ଆଉ ଜେଜେମା ତମକୁ ଟିକେ ବେଶୀ ଗେଲ କରନ୍ତି ତ, ସେଇଥିପାଇଁ ଟିକେ ରାଣୀମା ଡାକି ଦିଅନ୍ତି ନା?
ଆମେ କ'ଣ ଡାକିବା? ଖୁସି ଡାକିବା ନା ରାଣିମା ଡାକିବା? ଖୁସି। ଓକେ ଖୁସି, ତମେ ସବୁବେଳେ ଖୁସି ରୁହ ନା, ହଁ ସବୁବେଳେ ଏମିତି ହସୁଥାଅ। ହଁ ହେଁ ଆଚ୍ଛା, ତମେ କହିଲ ଗୀତ କମ୍ପିଟିସନ୍ ବି ତମର ହେଉଛି, ହଁ ତମେ ସେଥିରେ ପାର୍ଟିସିପେଟ୍ କର? ହଁ। ଗାଇଛ? ପ୍ରାଇଜ୍ ପାଇଛ? ସେକେଣ୍ଡ ପ୍ରାଇଜ୍। ଆରେ ସେକେଣ୍ଡ ପ୍ରାଇଜ୍। କୋଉ ଗୀତଟା ଗାଇଥିଲ? ତୁମରି ପ୍ରେମରୁ। ଆମକୁ ଟିକେ ଗାଇକି ଶୁଣେଇଦେଲ। ତୁମରି ପ୍ରେମରୁ, ତୁମରି କୃପାରୁ, ତୁମରି ଆଶିଷରୁ, ତୁମରି କରୁଣାରୁ, ତୁମରି ପ୍ରେମରୁ, ତୁମରି କୃପାରୁ, ତୁମରି ଆଶିଷରୁ, ତୁମରି କରୁଣାରୁ ବଞ୍ଚିତ ହେବିନି, କେବେ ବି ହେବିନି, ବଞ୍ଚିତ ହେବିନି, କେବେ ବି ହେବିନି, ମା ତୁମରି କର୍ମରୁ, ମା ତୁମରି କର୍ମରୁ, ତୁମରି ପ୍ରେମରୁ, ତୁମରି କୃପାରୁ, ତୁମରି ଆଶିଷରୁ, ତୁମରି କରୁଣାରୁ ଏଭଳି ସୌଭାଗ୍ୟ କିପରି ହେଲା ସତେ, ଏଭଳି ସୌଭାଗ୍ୟ କିପରି ହେଲା ସତେ, ଆଖି ଖୋଲିଲି ଯେବେ ତୁମେ ଦିଶିଲ ମୋତେ, ମା ତୁମରି ପ୍ରେମରୁ, ତୁମରି କୃପାରୁ, ତୁମରି ଆଶିଷରୁ, ତୁମରି କରୁଣାରୁ। ଆରେ ବାଃ, ବହୁତ ବଢ଼ିଆ ବହୁତ ବଢ଼ିଆ। ଏ ଗୀତଟା ତମକୁ କିଏ ଶିଖେଇଛି? ଆମ ସ୍କୁଲରେ। ସ୍କୁଲରେ ଶିଖଉଛନ୍ତି ନା? ତମେ କ'ଣ ବାହାରେ ବି ଗୀତ ଶିଖ ନା ନାଇଁ ଖାଲି ସ୍କୁଲରେ ଶିଖ? ସ୍କୁଲରେ ଶିଖି ଜେଜେ ବି ଶିଖାନ୍ତି। ଜେଜେ ବି ଗୀତ ଶିଖାନ୍ତି? ହଁ। ଜେଜେ ଗୀତ ଗାଆନ୍ତି? ହଁ କୋଉ ଗୀତ ଗାଆନ୍ତି ଜେଜେ? ଜେଜେ ସେଇ ଶ୍ରୀମାଙ୍କ ଗୀତ। ଆଚ୍ଛା, ଶ୍ରୀମାଙ୍କ ଗୀତ ଗାଆନ୍ତି। ତମେ କହିଲ ନାଚ, ନାଚ କମ୍ପିଟିସନ୍ ବି ହୁଏ, ତମେ କ'ଣ ନାଚରେ ବି ଭାଗ ନିଅ? ହଁ। କ'ଣ ନାଚ? ଆସ ଆମେ ସ୍କୁଲ ଯିବା। ଆଚ୍ଛା, ସେଇ ଗୀତ ଉପରେ ସମସ୍ତେ ମିଶିକି ନାଚ ନା ଏକଲା? ନା ମିଶିକି ନାଚ। ମିଶିକି ନାଚ। ଆଚ୍ଛା ଦେବସ୍ମିତା, ତମେ ଏତେ ସୁନ୍ଦର ଗୀତ ଗାଉଛ, ନାଚୁଛ, ତମେ କହିଲ ଭଲ ପାଠ ବି ପଢ଼ୁଛ, ଡ୍ରଇଂ କରୁଛ, ଶ୍ଲୋକ ଗାଉଛ, ଖେଳ ଖେଳ କି ନାହିଁ? ହଁ କ'ଣ ଖେଳ ଖେଳ? ମତେ ମ୍ୟୁଜିକ୍ ଚେୟାର ଭଲ ଲାଗେ। ମ୍ୟୁଜିକ୍ ଚେୟାର ମାନେ ଚୌକି ସବୁ ରଖିଦେଇ ଗୀତ ବାଜେ, ଯିଏ ବସିବ ଆଗେ ନା, ଗୀତ ବନ୍ଦ ହେଲା ମାନେ ଯିଏ ଚେୟାର ପାଇବ, ସେଇଟା? ତମେ ଜିତ? ହଁ ଜିତେ। ଜିତ? ତମେ ତ ଏଡ଼ିକି ଚୁଇଁଟେ, କ'ଣ ଚୌକିରେ ବସି ପାରୁଛ? ନା କିଏ ତମକୁ ଧକ୍କା ମାରି ପକେଇ ଦେଇକି ବସିଯାଏ? ନା ମୁଁ ବସେ। ବସ। କୋଉ ଗୀତ ବାଜେ? ସେଇ ମାଙ୍କ ଗୀତ। ମାଙ୍କ ଗୀତ ବାଜେ। ଆଉ ମାଙ୍କ ଗୀତ ଯେତେବେଳେ ବନ୍ଦ ହେଇଯିବ ତମେ ଦୌଡ଼ିକି ଯାଇକି ଚେୟାର ଧରିବ ନା? ବଢ଼ିଆ। ଆଉ କୋଉ ଖେଳ ଖେଳ? ଗୋ ଷ୍ଟାଚ୍ୟୁ ମାନେ ଆମେ ଚାଲୁଥିବୁ, ଯେତେବେଳେ ଷ୍ଟପ୍ କହିବେ ଛିଡ଼ା ହେଇଯିବୁ, ଯିଏ ହଲିବ ତାକୁ ଆଉଟ୍ କରାଯିବ। ଆଚ୍ଛା, ମାନେ ଷ୍ଟାଚ୍ୟୁ ହେଇକି ଠିଆ ହେଇଯିବ ନା? ହଁ। ଗୋ ତାପରେ ଷ୍ଟାଚ୍ୟୁ କହିଦେଲେ ତମେ ଠିଆ ହେଇଯିବ, ହଲିବନି ଆଉ। ହଁ। ଆଖି ପତା ବି ପକେଇବନି? ନା। ଆରେ ବାବାରେ, ଏତେ ତ ବହୁତ କଷ୍ଟ ଖେଳ। ତମେ ସବୁ ଖେଳ ନା ସ୍କୁଲରେ? ଖେଳ ସ୍କୁଲରେ ଖେଳ ପିରିୟଡ଼ ଅଛି? ହଁ। ସେଥିରେ ଖେଳ ନା? ଘରେ ଆସିଲେ କ'ଣ କର? ସ୍କୁଲରୁ ଘରକୁ ଆସିଲେ ଆମ ହସ୍ତାକ୍ଷର ଲେଖିଦିଏ, ହୁଁ ଆଉ ଡ୍ରିଲ୍ କରେ, ଡ୍ରଇଂ କରେ, ଗୀତ ଗାଏ। ହୁଁ। ହଁ। ଆଉ କ'ଣ କର? ଆଉ ସବୁ ଆସନ ଶିଖିଛି। ମାନେ ଯୋଗ? ହଁ। ଯୋଗ କର? ହଁ। ସ୍କୁଲରେ ଯୋଗ ବି ଶିଖା ହଉଛି? ହଁ। କୋଉ କୋଉ ଆସନ ସବୁ ଶିଖିଛ? ମୟୂରାସନ, ଗରୁଡ଼ାସନ, ପଦ୍ମାସନ। ଯୋଗ କଲେ କ'ଣ ହୁଏ କହିଲ ଫାଇଦା ଆମକୁ? ଯୋଗ କଲେ ଦେହ ସୁସ୍ଥ ରହେ। ରେଗୁଲାର କର ନା? ଡେଲି ନା ନାଇଁ ଯୋଉଦିନ ପିରିୟଡ଼ ଥାଏ ସେଇଦିନ ଖାଲି ହୁଏ? ନା, ସ୍କୁଲରେ ଆମେ ସକାଳେ ଯାଉ, ଆମର ପ୍ରେୟାର ସରିଲେ ଯୋଗ ହୁଏ, ଆଉ ଶନିବାରିଆ ବି ହୁଏ। ଆଚ୍ଛା, ସବୁଦିନ ପ୍ରେୟାର ସରିଲା ପରେ ଯୋଗ ହୁଏ, ତାପରେ ଶନିବାର ଦିନ ଗୋଟେ ସ୍ପେଶାଲ କ୍ଲାସ୍ ଅଛି ଯୋଗର ନା? ଆଚ୍ଛା ବା, ବଢ଼ିଆ। ତମକୁ ଯୋଗ ଶିଖା ହେଉଛି। ଯୋଗ କଲେ ଦେହ ସୁସ୍ଥ ରହିବ, ମନ ଫୁର୍ତ୍ତି ରହିବ, ପାଠରେ ମନ ଲାଗିବ ନା? ତମେ ଯେତେବେଳେ କିଛି କରନି ହେଲା, ଫାଙ୍କା ବସିଥାଅ, କ'ଣ କର? ଗପ ବହି। ତମର ଗପ ବହି ଅଛି? ହଁ। ଆଜି ଆମ ପିଲାମାନଙ୍କୁ ଗୋଟେ ଗପ କହିକି ଶୁଣେଇବ? ହଁ। ମନେ ଅଛି କିଛି ଗପ? ହଁ। କୁହ।
ଗପର ନାଁ ହେଉଛି ଚତୁର କାଉ। ଦିନେ ଗୋଟେ କାଉ ଉଡ଼ି ଉଡ଼ି ଯାଉଥିଲା। ସେ ଦେଖିଲା ତଳେ ଗଛଟେ ମରିଯାଇଛି। ସେ ଯେଉଁ ପାଣି ନେଇଥିଲା ସେ ଗଛରେ ଦେଇଦେଲା। ତାପରେ କିଛି ବାଟ ଉଡ଼ି ଉଡ଼ି ଗଲା ପରେ ତାକୁ ବହୁତ ଶୋଷ କଲା। ସେ ଆଣିଥିବା ପାଣି ତ ଗଛରେ ଦେଇଦେଇଛି। ସେ ଦେଖିଲା ଚାରିଆଡ଼େ ପାଣି ନାହିଁ। ସେ ଦେଖିଲା ଗୋଟେ ବଗିଚାରେ ମାଠିଆଟେ ଥୁଆ ହେଇଛି। ସେ ମାଠିଆରେ ସେ ଥଣ୍ଟ ପୁରେଇଲା, ତା ଥଣ୍ଟ ପାଇଲାନି। ସେ ଉପର ପାଞ୍ଚିକି କ'ଣ କଲା ନା ଗୋଡ଼ି କିଛି ଆଣିକି ମାଠିଆରେ ପୁରେଇଲା। ସେ ମାଠିଆରେ ଧୀରେ ଧୀରେ ପାଣି ଉଠିଲା। କାଉ ପାଣି ପିଇକି ମନ ଖୁସିରେ ଉଡ଼ିଗଲା। ଆରେ ବା, ବଢ଼ିଆ ବଢ଼ିଆ ବଢ଼ିଆ। କାଉ ଉପାୟ ପାଞ୍ଚିଲା, ତାପରେ ଗୋଡ଼ି ପକେଇଲା। ଯୋଉ ଅଳ୍ପ ପାଣି ଥିଲା ସେ ପାଣି ଉପରକୁ ଉଠିଗଲା। କାଉ ପିଇକିରି ଉଡ଼ିଗଲା। ବୁଦ୍ଧି ଥିଲେ ଉପାୟ ଆପେ ଆପେ। ତମେ ସବୁବେଳେ ବୁଦ୍ଧି ଲଗେଇ କାମ କର। ତମକୁ ଏଇ ଗପଟା କିଏ କହିଛି? ଜେଜେମା। ଜେଜେମା ଶିଖିଛ? ଜେଜେମା ତମକୁ ଗପ କହନ୍ତି? ହେଁ? କେତେବେଳେ? ଶୋଇଲା ବେଳେ? ଜେଜେ ଗୀତ ଶିଖାନ୍ତି, ଜେଜେମା ଗପ କହନ୍ତି। ତା ବଢିଆ ନା। ଆଉ ମାମା କ'ଣ କରନ୍ତି? ମାମା ଖାଇବାକୁ ଦିଅନ୍ତି ଖାଲି, ଆଉ କିଛି କହନ୍ତିନି? ନା। ମାମା କୋଉଠି କାମ କରନ୍ତି? ନା, ମାମା ହାଉସୱାଇଫ୍। ଦେବସ୍ମିତା, ତମେ ଏତେ ସବୁ କାମ କରୁଛ, ଯୋଗ କରୁଛ, ଡ୍ରଇଂ କରୁଛ, ଗୀତ ଗାଉଛ, ନାଚୁଛ, ଶ୍ଲୋକ କହୁଛ, ପାଠ ବି ଭଲ ପଢୁଛ, ଆଉ କ'ଣ ଭାବିଛ ବଡ଼ ହେଇକି କ'ଣ ହବ? ଡକ୍ଟର। କ'ଣ ପାଇଁ? ଡକ୍ଟର କ'ଣ ପାଇଁ ହବ? ରୋଗୀଙ୍କ ସେବା କରିବି। ତମେ ଭାବିଛ ନା କିଏ ଘରେ କହିଛି ଦେବସ୍ମିତା ତୁ ବଡ଼ ହେଇକି ଡାକ୍ତର ହବୁ ବୋଲି? ମୁଁ ଭାବିଛି। ତମେ ଭାବିଛ? କାହିଁକି ତମେ ଭାବିଲ? ତମ ଘରେ କିଏ ଆଉ ଡକ୍ଟର ଅଛନ୍ତି? ହଁ। କିଏ? ସୋନୁ ଭାଇ। ଆଚ୍ଛା, ସିଏ କିଏ ତମର? ସେ ମୋ ଭାଇ ହିସାବରେ ହେବେ। ଆଚ୍ଛା, ତମର ଜଣେ ଭାଇ, ସିଏ ଡକ୍ଟର ଅଛନ୍ତି। ତମେ ତାକୁ ଦେଖିକି ଭାବିଛ ଯେ ଡକ୍ଟର ହବ ବୋଲି। ଡକ୍ଟର ହେଲେ କ'ଣ କରିବାକୁ ପଡିବ? ଡକ୍ଟର ହେଇକି ହାର୍ଟ ଅପରେସନ ଆଉ ଏଇଗୁଡ଼ା ସବୁ କରନ୍ତି। ହାର୍ଟ ଅପରେସନ କରିବ, ଇଞ୍ଜେକ୍ସନ ଦବ, ମେଡିସିନ ଦବ, ଏତେ ସବୁ କରିବ। ସେ ଡକ୍ଟର ହବା ପାଇଁ ତ ବହୁତ ପାଠ ପଢିବାକୁ ପଡିବ, ଜାଣିଛ କି ନାହିଁ? ମନ ଦେଇ ପଢିବାକୁ ପଡିବ। ମ୍ୟାଥ, ସାଇନ୍ସ ଏଗୁଡ଼ା ସବୁ ଟଫ୍ ହବ। ଆସ୍ତେ ଆସ୍ତେ ଉପର କ୍ଲାସକୁ ଗଲେ ପଢିବ ସବୁ। ତମେ ନିଜେ ଘରେ ପଢ? କିଏ ପଢାଏ ତମକୁ? ଜେଜେ ପଢାନ୍ତି। ଆଉ ଯେତେବେଳେ ଜେଜେ ନଥାନ୍ତି କିଏ ପଢାଏ? ମାମା ବି ପଢାନ୍ତି। କେତେବେଳେ ପଢ ତମେ? ସକାଳେ ତ ସ୍କୁଲ ଯାଅ, ପଢ କେତେବେଳେ? ସନ୍ଧ୍ୟାବେଳେ ପଢ। ଆଚ୍ଛା ଦେବସ୍ମିତା, ତମକୁ ଗୀତ ଗାଇବାକୁ ଭଲ ଲାଗେ ନା ନାଚିବାକୁ ଭଲ ଲାଗେ? ଦିଟା। ଆଚ୍ଛା, ହଉ, ତମର ଆଶା ପୂରଣ ହଉ, ଆଉ ବଡ଼ ହେଇକି ଡାକ୍ତର ହୁଅ, ଭଲ ମଣିଷ ହୁଅ, ଏତିକି ଆମର କାମନା ହେଲା। ଥ୍ୟାଙ୍କ ୟୁ। କୁନି ଭଉଣୀ ଦେବସ୍ମିତାଙ୍କୁ ତ ଭେଟିଲ। ଆଜିର କାର୍ଯ୍ୟକ୍ରମକୁ ତେବେ ପିଲେ ଏଇଠି ରଖିବା। ପୁଣି ଥରେ ଭେଟ ହବ ଆଗାମୀ ସପ୍ତାହ ଠିକ୍ ସକାଳ 7:25 ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ତେବେ ଆଜି ପାଇଁ ଏତିକି।